ଯେ ମାମା ବୋଲି ଶାନ୍ତିରେ ଥାଉ। ମାମା ମୋର ଶାନ୍ତିରେ ଥାଉ। ଗୋଟେ ବଡ଼ କାମରେ ମାମା ପୁରୀ ଯାଇଥିଲା। ସେଇଠି ପ୍ରପର୍ଟି କିଣିଥାନ୍ତା ଆଉ ଆମେ ଏଇଠି ସେଟେଲ୍ ହୋଇଯାଇଥାନ୍ତୁ। ମାମା ମୋର ବିଜନେସ୍ କରିବାକୁ ବଡ଼ ଇଚ୍ଛା କରିଥିଲା, ହେଲେ କିଛି ହେଲାନି। ମୋତେ ଆଳୁ ପରଠା ଦେଇଥିଲା ଟିଫିନ୍ ବକ୍ସରେ, ଆଉ ବସ୍ରେ ପୁରୀ ଯିବ ବୋଲି କହି ସ୍କୁଟିରେ ଚାଲିଗଲା। ସାମ୍ବାଦିକା ଶିଲା ପଟ୍ଟନାୟକ ମୃତ୍ୟୁ ପରେ ମୁଖାଗ୍ନି ଦେଇ ଶିଲାଙ୍କ ପୁଅ କୋହଭରା କଣ୍ଠରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏମିତି କହିଥିଲେ। ଗତକାଲି ସ୍କୁଟିରେ ପୁରୀ ଯାଉଥିଲା ବେଳେ ସାମ୍ବାଦିକା ଶିଲା ପଟ୍ଟନାୟକ ଓ ଶିପିକାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ଗଣମାଧ୍ୟମ ଜଗତରେ ଶିଲାଙ୍କ ଦକ୍ଷତାକୁ ସମସ୍ତେ ଯେତିକି ପ୍ରଶଂସା କରୁଛନ୍ତି, ତାଙ୍କ ପୁଅର କଥାକୁ ଶୁଣି ସେତିକି ମର୍ମାହତ ମଧ୍ୟ ହୋଇପଡ଼ୁଛନ୍ତି। ମାମା ମୋତେ ଛାଡ଼ିକି ଗଲା, ତାପରେ ଲାଷ୍ଟ ଛାଡ଼ିକି ଗଲା ପରେ ମୋତେ କହିଲା ଯେ ଗୋଟେ ବଡ଼ କାମ ପାଇଁ ଯାଉଛି, ମୁଁ ସେ ବଡ଼ କାମ ସାରିକି ଆସିବି। ମାମା ମୁଁ ଏତେ ଭଲସେ ଜାଣିନି, ମୋତେ କାଲି ମାମା 7:30ରେ ସ୍କୁଲ ଛାଡ଼ିଲା। ତାପରେ ମୋତେ କହିଥିଲେ, ସବୁ କଥା ହେଇଥିଲେ ଯେ ବସ୍ରେ ଯିବେ ବୋଲି, କିନ୍ତୁ ସ୍କୁଟିରେ ଗଲା। ଆଉ ଆଳୁ ପରଟା ଟିଫିନ୍ରେ ଯେ ପୁରୀ ଗଲେ ପ୍ରପର୍ଟି କିଣିଲା ପରେ ଆମେ ଏଇଠି ଆସିକି ଭଡ଼ା ଲଗେଇକି ସେଟେଲ୍ ହେଇଯିବୁ। ମାମାର ବିଜନେସ୍ କରିବାକୁ ବି ବହୁତ ଇଚ୍ଛା ଥିଲା ଯେ ମାମା ବୋଲି ଶାନ୍ତିରେ ଥାଉ।